जगत्कृपातमहं वन्दे परमानन्दमाधवं श्रीगुरुदिनतरणं श्री ॐ अज्ञानतिमिरन्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदांत स्वामिने नामिने नमस्ते सारस्वती देवे गौरवाणी प्रचारिणे निर्विशेषा शून्यवादी पाश्चात्य देशतारिणे वंशाकल्पतरुभश्च कृपा सिन्धु एव च पतितानां पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद हरे कृष्ण 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 हरे 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 राम हरे राम 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 हरे हरे मुकं करोति वाचालं पंगुलं हयते गिरिं यत्कृपातमहं वन्दे परमानन्दम्। श्री गुरु दिनतारिणम श्री चैतन्येश्वरम नमो। तो আমরা শ্রবণ করছি শ্রীমদ ভগবত গীতা ষষ্ঠ অধ্যায়। এই অধ্যায়ের নাম হচ্ছে ধ্যান যোগ। তো আমরা গতকালকে 2 নম্বর শ্লোক পর্যন্ত পাঠ করলাম, 1 2। যেন ভগবান বলছেন যে কর্মফল প্রতি আসক্ত না হয়, যে কর্ম করবে সেই যোগী সেই সন্ন্যাসী। হ্যাঁ? যে যজ্ঞটাকে করবে না, কোনো কাজ করবে না, কাজে সন্ন্যাসী হয়ে যাবে, তা না বা যোগী হয়ে যাবে, তার সবার ধারণা সেটাই। সন্ন্যাসী মানে যোগী মানে কি সব ছেড়ে ছেড়ে পালাতে হবে। ভগবান না না না, তা নয়। তাহলে কি ছাড়তে হবে? কর্মকে ছাড়তে হবে না, কর্মের ফলটাকে ছাড়তে হবে। এটা সহজ জিনিস। ସ- ତ ଆମେ ଓଡିଆ ତ ବୋଲ ଓଡିଆ ତ ଆମେ ଭଗବତ ଗୀତାର ଷଷ୍ଠ ଅଧ୍ୟାୟ ଶ୍ରବଣ କରୁଛେ, ଧ୍ୟାନ ଯୋଗ। ଆମେ ଭଗବାନ ଠାରୁ ଶ୍ରବଣ କଲେ ଭଗବାନ କହିଲେ ଯେ କର୍ମ ଫଳ ପ୍ରତି ଅନାସକ୍ତ ହେଇକି ଯେ କାମ କରିବ ସେ ଯଥାର୍ଥ ସନ୍ନ୍ୟାସୀ ଯୋଗୀ। ଯିଏ ଅ, କାମଧନ୍ଦା ଛାଡି ଦେଇକି ଯିବ ହରି ସେ ସନ୍ନ୍ୟାସୀ ଯୋଗୀ ହେଇଯିବ, ତା ନୁହଁ। ସାଧାରଣତଃ ସମାଜରେ ଏଇটাই ଧାରଣା। ସନ୍ନ୍ୟାସୀ ମାନେ ଯୋଗୀ ମାନେ କଣ? ସବୁ ଛାଡି ଛୁଡି ଦେଇକି ପରିତ୍ୟାଗରେ ଚାଲିଯିବେ। କିନ୍ତୁ ଭଗବାନ କହୁଛନ୍ତି ନା, ତା ନୁହଁ। କର୍ମକୁ ଛାଡିବନି କେବେ ହେଲେ। ତାହେଲେ କଣ ଛାଡିବ? ନା କର୍ମ ଫଳଟାକୁ ଛାଡିବ। ତ ଭଗବାନ ତାପରେ କହିଲେ ଯେ ଯାହାକୁ ସନ୍ନ୍ୟାସୀ କୁହାହଉଛି, ଅ, ସେଇ ଯୋଗ। ସନ୍ନ୍ୟାସୀ ମାନେ ତୁ କର୍ମ ତ୍ୟାଗ କରିଲ, ଯୋଗ ମାନେ ଭଗବାନ ସାଙ୍ଗରେ କର୍ମକୁ ଯୁକ୍ତ କରିଲ। ହଁ। ସେ ସନ୍ନ୍ୟାସୀଟା ସନ୍ନ୍ୟାସୀ ନୁହଁ ଯଦି ଆମେ ଭଗବାନ ସହିତ ଯୁକ୍ତ ନ ହେଇଛେ। ତାହେଲେ ଯେଇ ସନ୍ନ୍ୟାସୀ ସେ ହଉଛି ଯୋଗ। ହଁ, ଯୋଗ କରିବାକୁ, ଯୋଗ ଭଗବାନ ସହିତ ଯୁକ୍ତ ହବାକୁ ହେଲେ କର୍ମ ଫଳକୁ ତ୍ୟାଗ କରିବାକୁ ପଡିବ। ଆଉ କର୍ମ ଫଳ ତ୍ୟାଗ କଲେ ଭଗବାନ ସହିତ ଯୁକ୍ତ ହବାକୁ ପଡିବ ନା। ତ ଭଗବାନ ଆଜିର ଶ୍ଲୋକରେ କହୁଛନ୍ତି ଆରୁରୁକ୍ଷ ମୁନିର୍ଯୋଗମ୍ କର୍ମ କାରଣମ୍ ଉଚ୍ୟତେ ଯୋଗାରୂଢସ୍ୟ ତସ୍ୟ ଏବ ସମଃ କାରଣମ୍ ଉଚ୍ୟତେ। ଅଷ୍ଟାଙ୍ଗ ଯୋଗ ସାଧନା କରିବାକୁ ଯେ ଆରମ୍ଭ କରିଛି, ତାହା ପାଇଁ କର୍ମ ହେଉଛି ମାଧ୍ୟମ। ଏବଂ ଯୋଗ ଅବସ୍ଥା ପ୍ରାପ୍ତ ହୋଇଛି ଯିଏ, ତା ପାଇଁ ସମସ୍ତ କର୍ମ ଭୌତିକ କର୍ମକୁ ବନ୍ଦ କରିବା ମାଧ୍ୟମ ଅଟେ ବୋଲି କୁହାଯାଏ। ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ଶ୍ଲୋକ ଆମେ ଦେଖୁଛେ। ଭଗବାନ ତ ଧାରାବାହିକ କର୍ମର କଥା କହିଲେ, ଜ୍ଞାନର କଥା କହିଲେ, ଧ୍ୟାନର କଥା କହିଲେ। ଏ ତିନିଟା ପନ୍ଥାର ମଧ୍ୟରେ ଆମେ ଏକା କଥା ଶୁଣୁଛେ। କର୍ମରେ କର୍ମ କରିଯାଅ, ଶାସ୍ତ୍ର ଅନୁସାରେ ଫଳ ପ୍ରତି ଅନାସକ୍ତ ହେଇକି କର୍ମ ତ୍ୟାଗ କରିବନି, କିନ୍ତୁ କର୍ମ ତ୍ୟାଗ କରିବ ଯେତେବେଳେ ସେଇ ସ୍ତରକୁ ଉନ୍ନୀତ ହବ। ହୁଁ।
ତାହେଲେ କର୍ମ କର ନ କର ତାର କିଛି ପ୍ରଭାବ ନାହିଁ। ଜ୍ଞାନରେ ବି ସେ କଥା କହିଲେ ଯେ କର୍ମ କରି ଯା କେତେ ପର୍ଯ୍ୟନ୍ତ, ନା ଯେତେ ପର୍ଯ୍ୟନ୍ତ ତମର ଆତ୍ମଜ୍ଞାନ ନ ହେଇଛି ସେ ପର୍ଯ୍ୟନ୍ତ ତମେ କର୍ମ କରିବ। ଯଦି ସେଇ ସ୍ତରକୁ ଆସିଯିବ ଆଉ କାମ କରିବା ଦରକାର ନାହିଁ। ଏଠି ବି ସେ କଥା କହୁଛନ୍ତି। ଧ୍ୟାନ, ଅଷ୍ଟାଙ୍ଗ ଯୋଗ, ଯମ ନିୟମ ଆସନ ପ୍ରାଣ ଅଷ୍ଟାଙ୍ଗ ଯୋଗ, ଯେ ଅଷ୍ଟାଙ୍ଗ ଯୋଗ ସାଧନ କରିଛି କର୍ମ ତାର ମାଧ୍ୟମ। ଯେତେବେଳେ ଯୋଗରେ ସିଦ୍ଧି ପାଇଯିବ ତାର କାମ କରିବା ଦରକାର ନାହିଁ। ଜ୍ଞାନ ମାର୍ଗରେ ଅନୁଶୀଳନ କରୁଛି, କର୍ମ ତାର ମାଧ୍ୟମ। ଜ୍ଞାନରେ ସିଦ୍ଧି ପାଇଗଲେ ତାର କର୍ମ କରିବା ଦରକାର ନାହିଁ। କର୍ମ ମାର୍ଗରେ କର୍ମ ତାର ମାଧ୍ୟମ, କର୍ମରେ ସିଦ୍ଧି ପାଇଲେ ତାର ଆଉ କର୍ମ କରିବା ଦରକାର ନାହିଁ। ଧ୍ୟାନରେ ବି ସେଇଆ। ହଁ, ଯେ ଆରୁରୁକ୍ଷ, ଏ ଦୁଇଟା ଶବ୍ଦ ବ୍ୟବହାର କରାଯାଇଛି। ଗୋଟା ହଉଛି ଆରୁରୁକ୍ଷ ମୁନେର ଯୋଗମ୍, ଆଉ ଗୋଟେ ହଉଛି କଣ ଆରୁଢାସ୍ୟ। ଯୋଗାରୁକ୍ଷ, ଆରୁରୁକ୍ଷ, ଆରୁଢ, ଯୋଗାରୁଢ, ଯୋଗାରୁକ୍ଷ। ହଁ, ଯୋଗ ଆରୁକ୍ଷ ମାନେ ଯୋଉମାନେ ଯୋଗ ସାଧନା କରୁଛନ୍ତି ବର୍ତ୍ତମାନ, ଆରୁକ୍ଷ। ଯୋଗାରୁଢ ମାନେ ଆରୁଢ ହେଇଛନ୍ତି ମାନେ ପ୍ରାପ୍ତ ହେଇଯାଇଛନ୍ତି। ହଁ, ଏଇ ଏଇ ବିଷୟଟା ବହୁତ ଗୁରୁତ୍ୱପୂର୍ଣ୍ଣ। କର୍ମ, ଜ୍ଞାନ, ଧ୍ୟାନ, କର୍ମରେ କର୍ମ ହଉଛି ମାଧ୍ୟମ। ଯେପର୍ଯ୍ୟନ୍ତ କର୍ମରେ ହଁ, କର୍ମ ପ୍ରତି ବା କର୍ମ ଫଳ ପ୍ରତି, କର୍ମ ଫଳ ପ୍ରତି ତମର ହଁ ଅନାସକ୍ତି ନ ଆସିଛି ସେ ପର୍ଯ୍ୟନ୍ତ ତମେ ନୀତି ନିୟମ ମାନିକି କର୍ମ କରୁଥାଅ। ଜ୍ଞାନରେ ସେଇଭଳିଆ। ଜ୍ଞାନ ଯେତେବେଳେ ସାଧନା କରୁଛେ ନିଷ୍କାମ କର୍ମ କରିବ, ସିଦ୍ଧି ପାଇଗଲେ କର୍ମର ଆଉ ପ୍ରয়োଜନ ନାହିଁ। କର୍ତ୍ତବ୍ୟ କର୍ମ ଉପରେ ପ୍ରାଧାନ୍ୟ ନାହିଁ। ଧ୍ୟାନରେ ବି ସେ କଥା। ତ ଭଗବାନଙ୍କ ସହ ସଂଯୋଗ ସ୍ଥାପନ କରିବା ବିଧିକୁ ଯୋଗ କୁହାଯାଇଛି। ଆମେ ଏଟାକୁ ଆଗେ ଅନେକ ଆଲୋଚନା କରୁଛେ। ଲୋକମାନେ ସାଧାରଣତଃ ଯୋଗ ମାନେ ହେ ରାମଦେବ ବାବାଙ୍କର ଯୋଗ ସେଟାକୁ ମନେ କରନ୍ତି, କିନ୍ତୁ ସେଟା ତା ନୁହଁ। ଯୋଗ ମାନେ ଯୁକ୍ତ, ସବୁ କିଛି ଯାହା ଯୋଗ, ସେ କର୍ମ ଯଦି ଭଗବାନ ସঙ্গে ଯୋଗ କରିବ କର୍ମ ଯୋଗ, ସେ ଜ୍ଞାନ ଯଦି ଭଗବାନ ସঙ্গে ଜ୍ଞାନ ଯୋଗ, ସେ ଧ୍ୟାନ ଯଦି ଭଗବାନ ସঙ্গে ଯୁକ୍ତ କରିବ ଧ୍ୟାନ ଯୋଗ, ସେ ଭକ୍ତି ଯଦି ଭଗବାନ ସঙ্গে ଯୁକ୍ତ କରି ସେ ଭକ୍ତି ଯୋଗ। ବୁଝିଲେ? ଯାହା କିଛି ଭଗବାନ ସঙ্গে ଯୁକ୍ତ କରେ ସେଟା ହଉଛି ଯୋଗ। ଏହାକୁ ଏକ ସିଢି ସହ ତୁଳନା କରାଯାଇପାରେ। ସିଢିରେ ଚଢି ଲୋକ ଯେପରି ଅଗ୍ରଭାଗକୁ ଯାଏ, ଠିକ ସେହିପରି ଯୋଗ ବିଦ୍ୟା ଅଭ୍ୟାସ କରି ବ୍ୟକ୍ତି କ୍ରମଶଃ ଆତ୍ମାନୁଭୂତି ଲାଭ ର ଶେଷ ସ୍ତରକୁ ଯାଏ। ଏହି ସିଢି ବ୍ୟକ୍ତିର ସର୍ବନିମ୍ନ ଭୌତିକ ସ୍ଥିତିକୁ ହଁ, ସ୍ଥିତିରୁ ଆରମ୍ଭ ହୁଏ। ଓ କ୍ରମଶଃ ବିଶୁଦ୍ଧ ଦିବ୍ୟ ଜୀବନ ମାର୍ଗରେ ଗତି କରି ପୂର୍ଣ୍ଣ ଆତ୍ମାନୁଭୂତି ଲାଭରେ ପର୍ଯ୍ୟବେସିତ। ଗୋଟେ ସିଢି ଅଛି ଲିଶୁଣି ସିଢି, ହଁ, ତଳେ ଜଣେ ଛିଡା ହେଇଛି। ସେଟାକୁ ଗୋଟେ ଗୋଟେ ସିଢି ଉଠି 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 ପାହାଚ ଉଠି 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 ଉଠିକି ପୁରା ଉପରକୁ ଯାଉଛି। ଯେ ତଳେ ଛିଡା ହେଇଛି ଏଟା କଣ, ନା ଆମର ଏଇ ଭୌତିକ ଜୀବନ ଯାପନ। ପୁରା ତଳେ ଛିଡା ହେଇଛି। ତାପରେ ସିଢିରେ ଉଠିଲେ, ସିଢି ଉଠିଲେ କଣ ହବ, ନା ଆସ୍ତେ 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 ଆମେ ବିଶୁଦ୍ଧ ହେଇକି ଦିବ୍ୟ ମାର୍ଗରେ ଲକ୍ଷ୍ୟ ଆଡିକି ଗତି କରୁଛେ। ଆତ୍ମ ଅନୁଭୂତି ହଉଛେ, ଭଗବତ ଅନୁଭୂତି ହଉଛେ, ଏଭର ପୂର୍ଣ୍ଣ ଆତ୍ମାନୁଭୂତି
ଲାଭ କରାହଉଛି। ତ ଭୌତିକ ସ୍ତରରେ ଯେତେବେଳେ ହଉଛି ପୁରା ତଳେ ବସିଛେ, ସେତେବେଳେ କଣ କରୁଛେ? ସେତେବେଳେ ତମେ ନିଜର କର୍ତ୍ତବ୍ୟ କର୍ମ କର, ଶାସ୍ତ୍ର ମାନିକି। ସକାମ ହଉ ନିଷ୍କାମ ହଉ ଯାହା ହଉ କର। ଆଉ ଗୋଟେ ସିଢି ଉପରକୁ ଉଠିଲେ ନିଷ୍କାମ କର୍ମ କର। ଆଉ ଗୋଟେ ସିଢି ଉପରକୁ ଉଠିଲେ ସେ ଆତ୍ମଜ୍ଞାନ ହେଇଗଲା। ଆଉ ଗୋଟେ ସିଢି ଉପରକୁ ଉଠିଲେ फिर परमात्मा ज्ञान ହେଇଗଲା। ଆଉ ଗୋଟେ ସିଢି ଉପରକୁ ଉଠିଲେ ସେ ଭଗବାନଙ୍କୁ ଜାଣିପାରିଲେ। ଭଗବାନଙ୍କ ସେବାରେ ଆମେ ଲାଗିଲେ। ବୁଝିପାରିଲେ କି? ତଳେ ଯେତେବେଳେ ରହିଛେ ସକାମ କର୍ମ କରୁଛେ, ଗୋଟେ ସିଢି ଉପରୁ ଉଠିଲେ ନିଷ୍କାମ କର୍ମ, କର୍ମ କଥା ଶେଷ। ତାପରେ ଗୋଟେ ସିଢି ଉଠିଲେ ଆତ୍ମଜ୍ଞାନ, এটা ଜ୍ଞାନ ସ୍ତର। ଆଉ ଗୋଟେ ସିଢି ଉପରକୁ ଉଠିଲେ ପରମାତ୍ମା ବୁଝିଲେ, এটা ଧ୍ୟାନ ସ୍ତର। ଆଉ ଗୋଟେ ସିଢି ଉପରକୁ ଉଠିଲେ ତ ଭଗବାନଙ୍କୁ ଜାଣିଲେ, ହଉଛି ଭକ୍ତି ସ୍ତର। ଠିକ ଅଛି? সেটা হচ্ছে পূর্ণ আত্মানুভূতি। যেপর্যন্ত আমি ভগবানଙ୍କୁ ନ ଜାଣିଛେ সেটা আত্মানুভূতি ନୁହେଁ। ଆତ୍ମାକୁ ଜାଣିଲେ ଆତ୍ମାନୁଭୂତି ନୁହଁ। ଆତ୍ମା ଆଉ ବ୍ରହ୍ମ, ନିରାକାର ବ୍ରହ୍ମକୁ ଜାଣିଲେ ଆତ୍ମାନୁଭୂତି ସମ୍ପୂର୍ଣ୍ଣ ନୁହଁ। ଆତ୍ମା ପରମାତ୍ମା ଜାଣିଲେ ଆତ୍ମାନୁଭୂତି ସମ୍ପୂର୍ଣ୍ଣ ନୁହଁ। ଆତ୍ମାନୁଭୂତି ସେଇଦିନ ପୂର୍ଣ୍ଣତା ଲାଭ କରିବ ଯେତେବେଳେ ଆମେ ଭଗବାନଙ୍କୁ ଜାଣିପାରିବା, ଭଗବାନଙ୍କ ସାଙ୍ଗରେ ଆମର ଅନାବିଳ ସମ୍ପର୍କକୁ ଜାଣିପାରିବା। ବିଭିନ୍ନ ଉନ୍ନତି ଅନୁଯାୟୀ এই ସିଡିର ବିଭିନ୍ନ ଅଂଶକୁ ବିଭିନ୍ନ ନାମ ଦିଆଯାଇଛି। ଉପରେ ଉଠୁଛି ସ୍ଥୂଳତଃ ଏ ସମଗ୍ର ସିଡିଟାକୁ ଯୋଗ କୁହାଯାଉଛି। ପୁରା ସିଡିଟା ଯୋଗ, ତା ଦେହରେ ଅନେକ ଗୋଟେ ପାହାଚ ରହିଛି। ହଁ। ଏଟାକୁ ସାଧାରଣତଃ ତିନି ଭାଗରେ ବିଭକ୍ତ କରାଯାଇପାରେ: ଜ୍ଞାନ, ଧ୍ୟାନ ଆଉ ଭକ୍ତି। ହଁ। ଏ ସିଡିଟା ଯୋଉ ଯୋଗ କରୁଛି, ତିନିଟା ସ୍ତର ଅଛି: ଜ୍ଞାନ, ଧ୍ୟାନ ଆଉ ଭକ୍ତି। ସିଡିର ମୂଳ ଦେଶରେ ଯେ ସିଡିର ମୂଳ ଦେଶକୁ କହୁଛି ଯୋଗାରୂଢ ସ୍ତର, আর ସର୍ବସ୍ତକୁ ଯୋଗାରୂଢ ସ୍ତର। ସିଡି ଯୋଉଠି ଆରମ୍ଭ ହଉଛି ସେଟା କହୁଛି ଯୋଗାରୂଢ, ମାନେ ସାଧନ ଭୋଜନ ଚାଲିଛି। ଯୋଗାରୂଢ ମାନେ କଣ? ସାଧନରେ ସେମାନେ ସିଦ୍ଧି ପାଇଗଲେ। এই ଅଷ୍ଟାଙ୍ଗ ଯୋଗ ବିଧି ସାଧନ ଯେ ଆରମ୍ଭ କରେ, ସେ ପ୍ରଥମେ ବିଧି ବିଧାନ ଅନୁଯାୟୀ ବିଭିନ୍ନ ପ୍ରକାର ଆସନ ଅଭ୍ୟାସ କରିବ। କ୍ରମଶଃ ସେ ଅଭ୍ୟାସ ବଳରେ ସେ ଧ୍ୟାନ ଅବସ୍ଥା ପ୍ରାପ୍ତ ହେବ। ଅଷ୍ଟାଙ୍ଗ ଯୋଗ ବିଧି କଥା କୁହାହଉଛି, ଧ୍ୟାନ ଯୋଗୀ ମାନଙ୍କର କଥା। ପ୍ରଥମେ ଯେତେବେଳେ ଆରମ୍ଭ କରିବେ, ଯମ, ନିୟମ, ଆସନ, ପ୍ରାଣାୟାମ ଏସବୁ ଅଭ୍ୟାସ କରିବେ। ଅଭ୍ୟାସ କରିକି ଧ୍ୟାନ, ଧାରଣା, ସମାଧି, ଧ୍ୟାନ ସ୍ତରକୁ ଚାଲିଯିବେ। ସାଧକ এই ଯୋଉ ଯୌଗିକ ଆସନ, ଏ ଯୋଗ ମାର୍ଗରେ ଅଭ୍ୟାସ କରେ, ତାହା ଅଳ୍ପ ବହୁତ ଶାରୀରିକ କ୍ରିୟା। ଯମ, ନିୟମ, ଆସନ, ପ୍ରାଣାୟାମଟା ଶରୀରର କଥା। ପ୍ରାରମ୍ଭିକ ସ୍ତରରେ ଏ ସମସ୍ତ କ୍ରିୟା ସକାମ ଭୌତିକ କର୍ମ ବୋଲି ବିବେଚିତ ହୁଏ। ଏ ସମସ୍ତ କ୍ରିୟାର ଉଦ୍ଦେଶ୍ୟ ହେଲା ଇନ୍ଦ୍ରିୟ ସଂଯମ କରିବା, ସମ ଆଉ ଦମ, ମାନସିକ ସମତା ପ୍ରାପ୍ତ ହେବ। ସମ ଦମ, ହଁ। ସମ ମାନେ ବହିରେନ୍ଦ୍ରିୟ ସଂଯମ କରିବା, ତମ ମାନେ ଅନ୍ତରେନ୍ଦ୍ରିୟ ସଂଯମ କରିବା। ବହିରେନ୍ଦ୍ରିୟ ହଉଛି ଇନ୍ଦ୍ରିୟ ସଂଯମ କରିବା, ଏବଂ ଦମ ହଉଛି ମନକୁ ସଂଯମ କରିବା, ମାନସିକ ସମତା ପ୍ରାପ୍ତ ହବା। ତ ଏଇଟା ଭୌତିକ କର୍ମ। ଯେତେବେଳେ ବ୍ୟକ୍ତି ଧ୍ୟାନ କରିବାକୁ ଅଭ୍ୟାସ କରିବ, ସେ ଧ୍ୟାନ ଅବସ୍ଥା ପ୍ରାପ୍ତ ହେଇଯିବ, ସେତେବେଳେ ତାର ସମସ୍ତ ବିକ୍ଷିପ୍ତ ମାନସିକ କ୍ରିୟା ବନ୍ଦ ହେଇଯିବ। ଧ୍ୟାନ ଭଗବାନଙ୍କ ମନ ଲଗେଇଦବ, ତାର ମନ ଆଉ ଇଆଡିକି ସିଆଡିକି ଯିବନି। ତାର ଇନ୍ଦ୍ରିୟକ ଭଗବାନଙ୍କ ସେବାରେ ଲାଗିଗଲା, ମନ ବି ଭଗବାନଙ୍କ ସେବାରେ ଲାଗିଗଲା, ବାସ୍ ଆଉ ଚିନ୍ତା ନାହିଁ।
ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି ପ୍ରାରମ୍ଭରୁ ହିଁ ଧ୍ୟାନ ଅବସ୍ଥାରେ ଥାଏ। ଏଥିରେ କୁହାଗଲା ସକାମ କର୍ମ କର, ନିଷ୍କାମ କର୍ମ କର, ଏଭାବେ ଇନ୍ଦ୍ରିୟକୁ ସଂଯମ କର, ମାନସିକ ସମତା ପ୍ରାପ୍ତ ହଅ। ତ ସିଡିରେ ଆସ୍ତେ ଆସ୍ତେ ଉପରକୁ ଉଠ। ପ୍ରଭୁପାଦ ତାର ପ୍ରସଙ୍ଗରେ କହୁଛନ୍ତି ଯେ କୃଷ୍ଣ ଭକ୍ତ ହେଇଗଲେ ସେ କଣ ସକାମ କର୍ମ କରିବ, ତାପରେ ନିଷ୍କାମ କର୍ମ କରିବ, ତାପରେ ଆତ୍ମଜ୍ଞାନ ପାଇବ। ନା, ସେ ପ୍ରଥମରେ ଏଇ ଯୋଗ କରିକି ଯୋଗାରୂଢରେ ଯୋଉ ଅବସ୍ଥା, କୃଷ୍ଣ ଭକ୍ତ ପ୍ରଥମରୁ ସେଇଟା ନା, ଯେ କୃଷ୍ଣ ଚେତନାଶୀଳ ରହିଛି, କୃଷ୍ଣ କନସିୟସ୍ ମାନେ କଣ, ସେ ସବୁବେଳେ କୃଷ୍ଣଙ୍କ ଧ୍ୟାନରେ ରହିଛି ନା, ସେ ସବୁବେଳେ କୃଷ୍ଣ କଥା ଚିନ୍ତା କରୁଛି, ସେ ସବୁବେଳେ ସେବାରେ ନିଯୁକ୍ତ ରହିଛି। ହଁ? ନିଯୁକ୍ତ ଥିବାରୁ ସମସ୍ତ ପ୍ରକାର ଭୌତିକ କର୍ମ ସେ ବିରତ ହେଇଛି। ସିଡିରେ ଗଲେ ଗୋଟେ ଗୋଟେ ପାହାଚ ଉଠିବ, ତମେ ଭୌତିକ କର୍ମ କର, ସକାମ କର୍ମ ଶାସ୍ତ୍ର ଅନୁସାରେ, ତାପରେ ନିଷ୍କାମ କର୍ମ କର, ତାପରେ ଏଇଟା କର, ସେଇଟା କର, ସେଇଟା କର, ଶେଷରେ ପହଞ୍ଚିବ ଭଗବାନ ସାଙ୍ଗେ ଯୁକ୍ତ ହବ। କିନ୍ତୁ ଭକ୍ତ ତ ପ୍ରଥମରୁ ଭଗବାନ ସାଙ୍ଗେ ଯୁକ୍ତ, ତାର ସକାମ ନାହିଁ କି ନିଷ୍କାମ ନାହିଁ। ପ୍ରଥମେ ସେ ଜାଣିଛି ମୁଁ ଚିନ୍ମୟ ଆତ୍ମା କଣ ଜାଣିବ, ସେ ଭଗବାନଙ୍କର ଅଂଶ କଣ ଜାଣିବ। ଚିନ୍ମୟ ଆତ୍ମା ଭଗବାନଙ୍କ ଅଂଶ ଜାଣିବାର ଯୋଉ ଲକ୍ଷ୍ୟ, ମୁଁ ଭଗବାନ ନିତ୍ୟ ସେଇଟା ଜାଣିଛି। ସେ ଅନୁସାରେ ସେ ସେବା କରୁଛି। ତାକୁ ସିଡିରେ ଉଠିକି ଗୋଟେ ଗୋଟେ ଯିବା ଦରକାର ନାହିଁ ନା, କାହିଁକି ନା ଅନ୍ୟ ସମସ୍ତ କର୍ମ ଜ୍ଞାନ ଧ୍ୟାନରେ କର୍ମର ପ୍ରାଧାନ୍ୟ ଦେଉଛି, ମାନେ କର୍ମକୁ ତ୍ୟାଗ କରିଦେବେ ବୋଲି ଏ ଭୟରେ। କିନ୍ତୁ ଭକ୍ତ ତ କର୍ମକୁ ତ୍ୟାଗ କରୁନି। ଭକ୍ତ ତ ପ୍ରଥମରୁ ଭଗବାନଙ୍କ ଉଦ୍ଦେଶ୍ୟରେ କର୍ମ କରୁଛି। ସେ ସକାମ ନିଷ୍କାମ ଆତ୍ମଜ୍ଞାନ ଏସବୁ କୌଣସି ବିଚାର ହିଁ ନାହିଁ। ହଁ? ଏସବୁର ଉର୍ଦ୍ଧ୍ୱରେ ବୁଝିପାରିଲେ? ପ୍ରଥମରେ ଭୌତିକ କର୍ମ ସେ ନିବୃତ୍ତ ହେଇଛି। 4 ନମ୍ବର ଶ୍ଲୋକ, ଯଦିହି ନ ଇନ୍ଦ୍ରିୟାର୍ଥେଷୁ न कर्मेषु अनुसज्जते सर्वसंकल्प सन्यासी योगारूढ़ तद उच्यते। यदा हि न नेन्द्रियार्थेषु न कर्मेषु अनुसज्जते सर्वसंकल्प सन्यासी योगारूढ़ तद उच्यते। यदा हि नेन्द्रियार्थेषु न कर्मेषु अनुसज्जते सर्वसंकल्प सन्यासी योगारूढ़ तद उच्यते। ତ ଯେତେବେଳେ ବ୍ୟକ୍ତି ସମସ୍ତ ପ୍ରକାର ଭୌତିକ କାମନାକୁ ତ୍ୟାଗ କରେ, ସେତେବେଳେ ସେ ଇନ୍ଦ୍ରିୟ ତୃପ୍ତି ନିମିତ୍ତ କର୍ମ କରେ ନାହିଁ କିମ୍ବା ସକାମ କର୍ମ କରେ, ନିଯୁକ୍ତ ହୁଏ। ସେତେବେଳେ ସେ କଣ କରେ? ସେତେବେଳେ ସେ ଯୋଗାରୂଢ ଅବସ୍ଥା ପ୍ରାପ୍ତ ହୋଇଛି ବୋଲି କୁହାଯାଏ। ଯୋଗାରୂଢ ଅବସ୍ଥା ଟା କଣ? ଯୋଗାରୂଢ ଅବସ୍ଥା ହଉଛି ସେ ଭୌତିକ କାମନାକୁ ତ୍ୟାଗ କରିଛି, ସେ ନିଜ ଇନ୍ଦ୍ରିୟ ତୃପ୍ତି ପାଇଁ କି କୌଣସି ସକାମ କର୍ମ କରୁନି। ଯଦା ହି ନ ଇନ୍ଦ୍ରିୟାର୍ଥେଷୁ न कर्मसु अनुसज्जते, ସେ ଇନ୍ଦ୍ରିୟାର୍ଥେଷୁ ଇନ୍ଦ୍ରିୟ ପାଇଁ ନ କର୍ମସୁ ସକାମ କର୍ମରେ ଯୁକ୍ତ ହଉନି। ଏହି ପ୍ରକାର ସମସ୍ତ ଭୌତିକ ସର୍ବ ସଂକଳ୍ପ ସନ୍ନ୍ୟାସ, ଇନ୍ଦ୍ରିୟ ସୁଖରେ ନିଯୁକ୍ତ ନାହିଁ, ନ ଇନ୍ଦ୍ରିୟାର୍ଥେଷୁ ସକାମ କର୍ମରେ ନିଯୁକ୍ତ ନାହିଁ, ନ କର୍ମେଷୁ, ଏମିତିକା କି ଇନ୍ଦ୍ରିୟ ସୁଖ କର୍ମ ତ ଦୂର ଥାଉ, ତାର ବାସନାରେ ବି ନାହିଁ, ତା ବାସନା ବି ନାହିଁ। ଯେହେତୁ କର୍ମ ତ୍ୟାଗ କଲା ବାସନା ଥାଇପାରେ, କିନ୍ତୁ ନା, ସର୍ବ ସଂକଳ୍ପ ସନ୍ନ୍ୟାସୀ। ଇନ୍ଦ୍ରିୟ ତୃପ୍ତିର ବାସନା, ସଂକଳ୍ପ, କାମନା, ସକାମ କର୍ମ କରିକି ଗୋଟେ କାମନା, ସେଇଟା ନାହିଁ ଏକଦମ। ମାନେ ମୂଳରୁ ମଞ୍ଜିଟା ବାହାରି କରିଦିଆଯାଉଛି। କାମନା ଥିଲେ ନା ଇନ୍ଦ୍ରିୟ ତୃପ୍ତି ପାଇଁ କର୍ମ କରିବ। ମୂଳରୁ ସେଟା ନାହିଁ। ଏଇଟା କୃଷ୍ଣ କହିଲେ।
ତ ଯେତେବେଳେ ବ୍ୟକ୍ତି ଭଗବାନଙ୍କ ଦିବ୍ୟ ସେବାରେ ସମ୍ପୂର୍ଣ୍ଣ ରୂପେ ନିଯୁକ୍ତ ହୋଇଯାଏ, ସେତେବେଳେ ସେ ଆତ୍ମାରେ ସନ୍ତୋଷ ଲାଭ କରେ। ଜ୍ଞାନ ଧ୍ୟାନର ଯାହା ଲକ୍ଷ୍ୟ, ସେଟା ଭକ୍ତ ପ୍ରଥମରୁ ପାଏ। ଆତ୍ମସନ୍ତୋଷ ପାଏ ଭଗବାନଙ୍କ ସେବାରେ ନିଯୁକ୍ତ ହୁଏ। ଏହିପରି ଭାବରେ ସେ ଆଉ ଇନ୍ଦ୍ରିୟ ସୁଖରେ ମାତେ ନାହିଁ କିମ୍ବା ସକାମ କର୍ମ ନିଯୁକ୍ତ ହୁଏ ନାହିଁ। ଏଇଟା ହଉଛି ତା କୌଶଳ, ଯୋଉଟା କି ଜ୍ଞାନୀ ଯୋଗୀ ମାନଙ୍କ ପାଖରେ ନଥାଏ, ଭକ୍ତ ପାଖରେ ଥାଏ। ଭକ୍ତ ଯେହେତୁ ସବୁବେଳେ ଭଗବାନଙ୍କର ଦିବ୍ୟ ସେବା କରୁଛି, ଆଉ ଯେହେତୁ ତାର ସ୍ୱରୂପାନୁବନ୍ଧୀ ଧର୍ମ, ସେଥିରେ ସେ ଆତ୍ମ ସନ୍ତୋଷ ପାଇବ। ମନ ଶାନ୍ତି, ଦେହର ସୁଖର କଥା ନାହିଁ, ସେଠି ଆତ୍ମସନ୍ତୁଷ୍ଟ ପାଇବ। ତ ଏଇ ଭାବରେ ଆତ୍ମା ଯିଏ ସନ୍ତୁଷ୍ଟ ପାଇବ, ସେ ଆଉ ମନର ଶାନ୍ତି, ଦେହ ସୁଖ ପାଇଁ ଅଲଗା ଚେଷ୍ଟା କରିବା ଦରକାର ନାହିଁ, ଦରକାର ନାହିଁ। ସେ ସୁଖ ଲାଗିବନି କି ସକାମ କର୍ମ ବି ଯୁକ୍ତ ହେଲା। ବ୍ୟକ୍ତି ତା ନହେଲେ ସେ ଇନ୍ଦ୍ରିୟ ସୁଖରେ ମାତିବ, କାରଣ କର୍ମ ତ୍ୟାଗ କରି ବ୍ୟକ୍ତି କଦାପି ରହିପାରିବନି। ଭକ୍ତି ନ କରିବ ହେଲେ ଇନ୍ଦ୍ରିୟ ସୁଖରେ ମାତିବ। ବ୍ୟକ୍ତି କୃଷ୍ଣ ଚେତନାଶୀଳ ନହେଲେ ସର୍ବଦା ନିଜର ସ୍ୱାର୍ଥ ସିଦ୍ଧି କାମନାରେ ମନୋନିବେଶ କରିବ ହିଁ କରିବ। ଯେତେ ମନକୁ ବିଶ୍ୱଠୁ ନିବୃତ୍ତ କରିବୁ ନା କାହିଁକି, ଯେତେ ଇନ୍ଦ୍ରିୟକୁ ବିଶ୍ୱଠୁ ନିବୃତ୍ତ କରିବୁ ନା କାହିଁକି, ନିବୃତ୍ତ କରୁଛି, ବିଯୁକ୍ତ କରୁଛି, କିନ୍ତୁ ଯୁକ୍ତ କରୁନି ତ। ତାହେଲେ ମନ ଇନ୍ଦ୍ରିୟ ତ ଚୁପଚାପ ବସିବେନି। ସେଥିପାଇଁ ତ ଅର୍ଜୁନ କହିଲେ ନା, ପ୍ରମାଥି ବଳଭଦ୍ର ତାଙ୍କୁ ନିଯୁକ୍ତ କରିବାକୁ ପଡିବ, ବିଯୁକ୍ତ କଲେ କେବଳ ହବନି। ଆଉ ଭକ୍ତ ମାନେ ସେଟା କରନ୍ତି, ଜ୍ଞାନୀ କର୍ମୀ ମାନେ କରନ୍ତିନି, ଜ୍ଞାନୀ ମାନେ କରନ୍ତିନି, ଯୋଗୀ ମାନେ କରନ୍ତି। ସେମାନେ ବିଯୁକ୍ତ କରନ୍ତି, ନିଯୁକ୍ତ କରନ୍ତି। କୃଷ୍ଣ ସେବା ନାହିଁ, ନିଯୁକ୍ତ ହବ କେମିତି? ତ ବ୍ୟକ୍ତି କୃଷ୍ଣ ଚେତନାଶୀଳ ନହେଲେ କଣ କରିବ ନା, ସବୁ ସମୟରେ ତା ନିଜର ସ୍ୱାର୍ଥ ସିଦ୍ଧି କାମନାରେ ମନୋନିବେଶ କରିବ। କାରଣ ସେ ଜାଣିନି ସ୍ୱାର୍ଥ ଗତିମି ନ ତେ ବିଦୁ ସ୍ୱାର୍ଥ ଗତିମି ବିଷ୍ଣୁ। ଜୀବନର ଅସଲ ସ୍ୱାର୍ଥ ହଉଛି ଭଗବାନ ବିଷ୍ଣୁଙ୍କୁ ପାଇବା, ସେଠି ଜାଣିନି। ସେ ଭୌତିକ ବସ୍ତୁ ଲାଭର ଯୋଉ ସ୍ୱାର୍ଥ, ସେଟା ପଛରେ ଜଡ଼ିବ, ତାର ସୁଯୋଗ ଖୋଜିବାରେ ଲାଗିବ। କିନ୍ତୁ ଏକ କୃଷ୍ଣ ଚେତନାଶୀଳ ବ୍ୟକ୍ତି କୃଷ୍ଣଙ୍କ ସନ୍ତୋଷ ବିଧାନ ନିମିତ୍ତ ଯାହା ଇଚ୍ଛା ତାହା କରିବ। ଅନୁକୂଳନ କୃଷ୍ଣାନୁଶୀଳନ, ଯାହା କୃଷ୍ଣଙ୍କ ସେବାର ଅନୁକୂଳ ସେଟା ସେ କରିବ, ଏବଂ ତଦ୍ୱାରା ସେ ସମ୍ପୂର୍ଣ୍ଣ ରୂପରେ ଇନ୍ଦ୍ରିୟ ସୁଖ ଭୋଗରୁ ବିରତ ହେଇପାରିବ। ଜୀବନ ଲକ୍ଷ୍ୟ ଭଲ ହଉ ମନ୍ଦ ହଉ, ଯାଇ ହଉ, କଷ୍ଟ ହଉ କଷ୍ଟ ନ ହଉ, ଯାହା ହଉ, କୃଷ୍ଣଙ୍କ ଭକ୍ତି ପାଇଁ ଯୋଉଟା ଅନୁକୂଳ ସେଇଟା ହିଁ ମୁଁ କରିବି, ବାସ୍, ଆଉ କିଛି ବିଚାର ନାହିଁ। ଯାହାର ଏଇ ପ୍ରକାର ଅନୁଭୂତି ନାହିଁ, ସେ ଯୋଗାରୂଢ ଅବସ୍ଥା ପ୍ରାପ୍ତ ହେବା ପୂର୍ବରୁ, ଅର୍ଥାତ୍ ଯୋଗ ସିଢିର ଶେଷ ପାହାଚରେ ଉପସ୍ଥିତ ହେବା ପୂର୍ବରୁ ନିଶ୍ଚୟ କୃତ୍ରିମ ଉପାୟରେ ବାହାରକୁ ଦେଖିବା ପାଇଁ ଭୌତିକ କାମନାରୁ ଦୂରେଇ ଯିବା ପାଇଁ ଚେଷ୍ଟା କରେ। ସେ ନାଟକ କରିବ, ବୁଝିପାରିଲ କି, ବାହାରେ ଦେଖେଇବ, କିନ୍ତୁ ଭକ୍ତମାନେ ଏଇ ନାଟକ କରନ୍ତିନି। ପ୍ରଥମରେ କୃଷ୍ଣ ସେବାରେ ନିଯୁକ୍ତ ହୁଅନ୍ତି। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ଓଡିଶାର ଭକ୍ତ ମାନଙ୍କର କିଛି ପ୍ରଶ୍ନ ଅଛି? ମହାରାଜ ପ୍ରଣାମ। ଏଇ ଶ୍ଳୋକରେ ଜଣେ ଯଥାର୍ଥ ଯୋଗୀ ତାହେଲେ କିଏ? ଆଁ ବୁଝିଲେ ତାହେଲେ ଯଥାର୍ଥ ଯୋଗୀ କୃଷ୍ଣ ଚେତନଶୀଳ ବ୍ୟକ୍ତି। ନା, ସମସ୍ତେ ଯୋଗୀ, କିନ୍ତୁ ଯୋଗର ପୂର୍ଣ୍ଣତା ହଉଛି କୃଷ୍ଣ ଚେତନାରେ ପହଞ୍ଚିବା। ବୁଝିପାରିଲେ କି? ସେ ଧ୍ୟାନ ଯୋଗୀ ବି ଯୋଗୀ, ଜ୍ଞାନ ଯୋଗୀ ବି ଯୋଗୀ, କର୍ମ ଯୋଗୀ ବି ଯୋଗୀ। ଏଟା କୁହାହେଲା ଯେ ଗୋଟେ ସିଡିର ବିଭିନ୍ନ ପାହାଚ, ଏଟା
লিশুଣି আছে ନା, লিଶୁଣିର ବିଭିନ୍ନ ପାହାଚ। କିନ୍ତୁ ଯୋଗର, ବୁଝିପାରିଲେ କି, ଗୋଟେ ଯୋଗର ପୂର୍ଣ୍ଣତା ହଉଛି ଭକ୍ତି। ଆଉ ଭକ୍ତି ହଉଛି ଆସଲ ଯୋଗ। ଏଇଭଳିଆ ଯେ କର୍ମ କର, ଜ୍ଞାନ କର, ଧ୍ୟାନ କର, କିଛି ଭକ୍ତି ମିଶ୍ରିତ ହବାକୁ ପଡିବ। ଯଦି ଭକ୍ତି ମିଶ୍ରିତ ନ ହେଇଥିବ, ତାହେଲେ କର୍ମ କର୍ମର ଫଳ ଦବନି, ଜ୍ଞାନ ଜ୍ଞାନର ଫଳ ଦବନି, ଯୋଗ ଯୋଗର ଫଳ ଦବନି। ଏଥିପାଇଁ ମନେ ରଖିବାକୁ ପଡିବ। ଆଜ୍ଞା। ବୁଝିପାରିଲେ? ଠିକ ଅଛି। ଆଉ ପ୍ରଶ୍ନ ଅଛି? हरे कृष्ण महाराज, ऐसे चरण प्रणाम महाराज। महाराज क्लास को जटिल লাগলো আজকে महाराज। আমাকে महाराज আমাকে তো ক্লাস আজকের পাঠটা খুব সবথেকে সহজ লাগলো। জটিল কি করে হলো? আজ আমাকেও জটিল লেগেছে महाराज। কেন? महाराज এই জ্ঞান জ্ঞান ভক্তি প্রভুপাদ অত সুস্পষ্ট করে লিখলেন যে মুখ্য কথা হচ্ছে কর্ম করতে হবে, জ্ঞান হোক, ধ্যান হোক, ভক্তি হোক, যে পর্যন্ত সেই জ্ঞানের যে লক্ষ্য না পৌঁছে সে পর্যন্ত কর্ম করতে হবে। এটা একটা কথা বলা হলো। আর একটা কথা বলা হচ্ছে, এটা একটা সিঁড়ি, সবটাকে বলা হচ্ছে যোগ। কর্ম থেকে শুরু হচ্ছে, তারপরে জ্ঞান যাচ্ছে, তারপরে ধ্যান হচ্ছে, তারপরে ভক্তি হচ্ছে। ভক্তি স্তরে পৌঁছাটা হচ্ছে যোগের পূর্ণতা। এটা সহজ। তারপরে বলুন কি হচ্ছে আপনার প্রশ্ন? হ্যাঁ महाराज। মহারাজ এই যে যোগশ্রীতে কর্ম কর্মযোগ, জ্ঞানযোগ এবং অষ্টাঙ্গ যোগ যেটা পড়েছিলাম আগে, তো এখানে জ্ঞানযোগ, ধ্যানযোগ এবং ভক্তিযোগের এই তিনটে শ্রেণীর কথা বলা হলো, শ্রীল প্রভুপাদ তাৎপর্যে লিখলেন। তো এই কর্মযোগের কথা এখানে আহ, দেওয়া হলো না মহারাজ, এই তিনটে শ্রেণীর কথা বলা হলো। কর্মটা যে নিচে দাঁড়িয়ে আছে, সকাম হুম। কর্ম করছে, সিঁড়ির উপরে উঠে না, নিচে মাটির দাঁড়িয়ে আছে। হুম। বোঝা গেছে? হুম। তো প্রথম পা দেবে, হ্যাঁ, নিষ্কাম কর্ম করবে। নিষ্কাম কর্মটা জ্ঞানের হচ্ছে একটা পন্থা। প্রথম সিঁড়ি দিল। হুম। তারপরে আত্মজ্ঞান হবে, দ্বিতীয় সিঁড়ি হবে। তারপরে পরমাত্মা, তৃতীয় সিঁড়ি হলো। তারপর ভগবানকে বুঝবে, চতুর্থ সিঁড়ি হলো। বোঝা গেছে? হ্যাঁ মহারাজ। হুম। আমার আর একটা জিজ্ঞাসা, কর্ম কর্মফলের প্রতি যখন অনাসক্ত হয়ে যাবে, তখন আর কর্ম না করলেও হবে? তখন মনে হয় কর্ম না করলেও হবে বলা হচ্ছে না, আহ, তখন সমস্ত কর্ম ভগবানের জন্য করা হবে এরকম বলা হচ্ছে মহারাজ? কর্ম ফলের প্রতি অনাসক্ত হয়ে কর্ম করতেই থাকবে, সেই সময় তোমার জ্ঞান যোগ অনুশীলন করতেই থাকবে। ঠিক আছে? হুম। যখন জ্ঞানে সিদ্ধি পেয়ে যাবে, তোমার কর্মের উপরে নির্ভর করার কিছু নেই। হুম, তো নিত্য কর্ম, নৈমিত্তিক কর্ম, হ্যাঁ, কাম্য কর্ম, বিভিন্ন রকমের কর্ম আছে। তখন সে কর্মের উপরে নির্ভর করবে। এক্সাম্পল যেরকম যোগী, যোগী যখন যোগ অভ্যাস করছে, খাবে দাবে ঘুমাবে, এসব কর্ম করবে না করবে না? করবে কি করবে না? হ্যাঁ। হ্যাঁ করবে। করবে মহারাজ। আর যখন যোগে সিদ্ধি পেয়ে গেল, সে তো বায়ু আহার করে থাকতে পারবে। তাকে কি যেতে হবে কর্ম করতে? তা কর্ম করতে হবে না, অটোমেটিক্যালি। হ্যাঁ, তার কর্তব্য কর্ম দরকার নেই। তখন জ্ঞানেও সেরকম দরকার নেই। তো ভক্তি, ভক্তি ও প্রথমে কর্ম করছে, শেষে কর্ম করছে। প্রথম থেকে তার কর্মটা নিজের জন্য নয়, তো ভগবান জন্য। হ্যাঁ, ভগবত কেন্দ্রিক। তাই তাকে কর্ম ত্যাগ করাও দরকার নেই, নিষ্কাম কর্ম করাও দরকার নেই, কিছু দরকার নেই। তার প্রথম থেকে ভগবান জন্য করছে। নিষ্কাম কর্মের যে লক্ষ্যটা ভক্তি যোগ, সে তো প্রথম থেকে করছে ভক্তিতে। হ্যাঁ, নিষ্কাম কর্ম করে কর্মফল ভগবানকে দাও। আর ভক্ত তো ভগবান জন্যই করছে। আর তার কর্মফলটা ভগবান দেবেটা কোথায়?
है ना। হ্যাঁ মহারাজ, আপনার ধন্যবাদ। আমরা চৈতন্য চরিতামৃত কত নম্বর শ্লোক পাঠ করেছিলাম? চাঁদ কাজের কথা আলোচনা হচ্ছিল। ভিত্ত দেখি সিংহ বলে